ओं नमो भगवते वासुदेवाय। द्वादश अध्याय भक्ति जोग। अर्जुन उवाच जे सबु एकांत मनरे भजन्ति तोहर पୟରେ सगुण रूपକୁ पुछन्ति तोठारे आसक्त हुअन्ति जेमाने अव्यक्त भावरे भक्तिरे तते पूजा करे ताहांक मध्य के उत्तम अटंती हे पुरुषोत्तम। अर्जुन कहिले हे हरि जो माने एकांत भक्ति रे तोर सगुण रूप पूजंती जे तोर अव्यय रूप को पूजंती एहाक मध्यरे श्रेष्ठ किए। श्री भगवान उवाच जे माने मोर मन देई नित्य उपासना करई मोहरे श्रद्धा जे करंती ममते श्रेष्ठ से अटंती से माने इंद्रिय बाहार अचिंत्य अव्यक्त अक्षर अनड़ ध्रुव सर्वगत आकार विहीन कूटस्थ ब्रह्म को उपासना करे से मध्य मते पाई पारे जेणु मोहर क्षय नाही तेणु मु अक्षय बोलाई जे सबु मोर भक्त गण इंद्रिय करिण दमन समस्त प्राणी को समान करई सकल कल्याण निश्चिंते ब्रह्म को भजन्ति अंतिमे मते से लभन्ति सगुण निर्गुण एबेनी भजिले एक फल पुणी मेघरू जल बहि आसे नानादि आकार विशेषे मात्र से अटे एक जल प्रभेद नाही मने भाळ। भगवान कहिले हे अर्जुन जेउ माने मो उपरे श्रद्धारे मन निवेश करी निजे उपासना करती से माने श्रेष्ठ अटंती जेउ माने आकार विहीन ब्रह्म को सर्वव्यापी अव्यक्त भावी ध्रुव भावरे उपासना करती से माने मते पाई पारती मो भक्त माने इंद्रिय दमन करी समस्त प्राणी को समान देखी समस्तंकर मंगल करती और निर्गुण ब्रह्म उपासना करती से माने शेषरे मते लभंती सगुण निर्गुणर किछि प्रभेद नाई अव्यक्त ब्रह्म जे भजन्ति बहुत क्लेश से लभन्ति जेणु से सर्वदेहधारी हेबनी मित अधिकारी निष्ठावान निर्गुण भवे एणु करी से दुख लभे एकांत भावरे आसक्त होइन भक्ति जे करे तो समस्त कर्म मान से ही मठारे प्रदान करई सर्वदा मो भजने ध्यान तारे मु ए भव बंधन एपरी मोर जेते भक्त मठारे देई थांती चित्त जन्म मरण धर्मपण
ସଂସାରୁ ରଖଇ ମୁଁ ଜାଣ ତାଙ୍କର ଉଦ୍ଧାର ନିମନ୍ତେ ମୁଁ କର୍ତ୍ତା ଅଟଇ ସାକ୍ଷାତେ ତାହାଙ୍କୁ ଦେବ ଜାନ ବାଟେ ମୁକ୍ତି ଦିଅଇ ବ୍ରହ୍ମ ଘଟେ ମାତ୍ର ତୁ ତୋର ବୁଦ୍ଧି ମନ ମୋଠାରେ କର ସମର୍ପଣ ତେବେ ଦେହାନ୍ତେ ମୋ ଶରୀର ଲଭିବୁ ସନ୍ଦେହ ନ କର ଯେମାନେ ଅବ୍ୟକ୍ତ ବ୍ରହ୍ମ ଭଜନ୍ତି ସେମାନେ ବହୁତ କ୍ଲେଶ ପାଆନ୍ତି କାରଣ ନିଷ୍ଠାବାନ ନିର୍ଗୁଣ ଭାବରେ ଦୁଃଖ ଲଭେ ଯେ ଏକାନ୍ତ ଭାବେ ସବୁ ମୋତେ ସମର୍ପି ଦେଇ ମୋର ଭଜନ ଧ୍ୟାନ କରେ ମୁଁ ତାକୁ ଭକ୍ତ ବନ୍ଧନରୁ ଉଦ୍ଧାର କରେ ଯେଉଁ ଭକ୍ତ ଏପରି ଭାବରେ ମୋ ଠାରେ ଚିତ୍ତ ଦେଇଥାନ୍ତି ମୁଁ ତାଙ୍କୁ ମୃତ୍ୟୁମୟ ସଂସାରରୁ ଉଦ୍ଧାର କରେ ତୁ ତୋର ଦେହ ମନ ମୋତେ ଅର୍ପଣ କର ଦେହାନ୍ତେ ମୋ ଶରୀରରେ ଲୀନ ହେବୁ ଯେବେ ମୋ ଠାରେ ମନ ତୋର ସ୍ଥାପିବା ପାଇଁ ଏକାନ୍ତର ସମର୍ଥ ନହୁଁ କହେ ମୁହିଁ ଅଭ୍ୟାସ କଲେ ମୋତେ ପାଇ ଅଭ୍ୟାସ ଅଟେ ଶ୍ରେଷ୍ଠ ଧନ ଅସାଧ୍ୟ କରଇ ସାଧନ ଯେବେ ଅଭ୍ୟାସ ନ ପାରିବୁ ମୋ ପ୍ରୀତି ପାଇଁ କର୍ମ ସବୁ କରିବୁ ତାହା ଶୁଣ ତୁହି ନବ ପ୍ରକାରେ ଅଟେ ସେହି ଶ୍ରବଣ କୀର୍ତ୍ତନ ସ୍ମରଣ ପ୍ରମାଣ ପୂଜନ ବନ୍ଧନ ସଖାପଣ ବା ଭୃତ୍ୟପଣ କିୟ ବା ଆତ୍ମସମର୍ପଣ ଏ ମଧ୍ୟ ଯାହା ତୁ ହି କର ସିଦ୍ଧି ଲଭିବୁ ତୁ ନିଜର ତେବେ ବା ଏହିପରି ତୁହି ଅସମର୍ଥ କରିବା ପାଇଁ ତେବେ ତୁ ମନ ସଂଯତରେ ପଶ ଶରଣ ମୋଠାରେ ଯେତେକ କର୍ମ ମାନ ତୋର ଫଳ କାମନା ମୋଠାରେ ଅଭ୍ୟାସ ଜ୍ଞାନ ଶ୍ରେଷ୍ଠ ହୋଇ ଜ୍ଞାନ ଧ୍ୟାନ ଶ୍ରେଷ୍ଠ ଅଟଇ କର୍ମ ଫଳାଶା ତ୍ୟାଗ ଯେହି ଧ୍ୟାନରୁ ଶ୍ରେଷ୍ଠ ଏ ଅଟଇ କର୍ମର ଫଳକୁ ଛାଡ଼ିଲେ ଶାନ୍ତି ମିଳଇ ଆସି ଭଲେ ଯେବେ ଏକାନ୍ତ ଭାବେ ତୋର ମନ ମୋ ଠାରେ ସ୍ଥାପି ନ ପାରୁ ତେବେ କ୍ରମେ ଅଭ୍ୟାସ କରିଲେ ହୋଇଯିବ ଅଭ୍ୟାସ ବଳରେ ଅସାଧ୍ୟ ସାଧନ ହୁଏ ଯେବେ ଅଭ୍ୟାସ କରି ନ ପାରିବୁ ତେବେ ମୋ ପ୍ରୀତି ପାଇଁ କର୍ମ କର ତାହା ଏବେ କହୁଛି ଶୁଣ ମୋର ମହିମାକୁ ଶ୍ରବଣ କୀର୍ତ୍ତନ ସ୍ମରଣ ପ୍ରମାଣ ସ୍ପନ୍ଦନ ବନ୍ଦନ ସକ୍ଷପଣ ଭୃତ୍ୟପଣ ଆତ୍ମସମର୍ପଣ ଏହା ମଧ୍ୟରୁ ଯାହା କର ସିଦ୍ଧ ହେବ ଯେବେ ତୁ ଏସବୁ କରିବାକୁ ଅସମର୍ଥ ତେବେ ମୋ ଠାରେ ଶରଣ ପଶି ସମସ୍ତ ଫଳ କାମନା ଦୂର କର ଅଭ୍ୟାସରୁ ଜ୍ଞାନ ଶ୍ରେଷ୍ଠ ଜ୍ଞାନରୁ ଧ୍ୟାନ ଶ୍ରେଷ୍ଠ କର୍ମଫଳକୁ ଛାଡ଼ିଦେଲେ ଶାନ୍ତି ଆସି ମିଳିଯାଏ ସର୍ବଜୀବେ ଯା ଦେଶ ନାହିଁ ଦୟାଳୁ ମଙ୍ଗଳ କରଇ ମମତା ଶୂନ୍ୟ ମନ ଯାର ଯାହାର ନାହିଁ ଅହଙ୍କାର ସୁଖ ଦୁଃଖ ଯେ ସମମଣେ କ୍ଷମା ଦିଅଇ ଅନୁକ୍ଷଣେ ସଦା ସନ୍ତୋଷ ପ୍ରିୟ ଚିତ୍ତ ଯୋଗଭ୍ୟାସୀ ଇନ୍ଦ୍ରିୟ ଜିତ ଯେ ମତେ ଭକତି କରଇ ଯେ ବୁଦ୍ଧି ମନ ମତେ ଦେଇ
ଅବିଶ୍ୱାସ ନଥାଏ ତିଳେ, ମୋ ପ୍ରିୟ ସେହି ଏ ଶୟଳେ। ଯେପରେ ପୀଡ଼ା ନ କରଇ, ତାହାକୁ କେହି ନ ପୀଡ଼ଇ। ବିଶ୍ୱକୁ ବ୍ରହ୍ମମୟ ଦେଖେ, ହର୍ଷ ବିଷାଦକୁ ଉପେକ୍ଷେ। ଭୟ ନ ଥାଇ ତାର ଚିତ୍ତେ, ମୋହର ପ୍ରିୟ ସେ ଯୁକତେ। ଦ୍ରବ୍ୟ ଅଯତ୍ନ ଲୋଭ ଶୂନ୍ୟ, ବାହ୍ୟ ଅନ୍ତର ସୂଚି ଜାଣ। ଆଳସ୍ୟହୀନ ଉଦାସୀନ, ସର୍ବକର୍ମେ ଉଦ୍ୟମ ମନ। ନିଷ୍କାମ ଭାବେ କର୍ମ କରେ, ମୋହର ପ୍ରିୟ ଯେ ସଂସାରେ। ଯେ ଜୀବକୁ ଦେଶ କରେ ନାହିଁ, ଦୟାଳୁ ମଙ୍ଗଳ କାମନା କରେ। ମମତା ଶୂନ୍ୟ ଅହଙ୍କାର ବିହୀନ, ସୁଖ ଦୁଃଖକୁ ସମାନ ଜ୍ଞାନ କରେ। ସର୍ବଦା ସନ୍ତୋଷ ପ୍ରିୟ ଚିତ୍ତ, ଇନ୍ଦ୍ରିୟଜିତ ଯୋଗୀଭ୍ୟାସ। ମୋତେ ମନ ବୁଦ୍ଧି ଦେଇ ଭକ୍ତି କରେ, ତିଳେ ମାତ୍ର ଅବିଶ୍ୱାସ ନଥାଏ ସେ ମୋର ପ୍ରିୟ। ଯେ କାହାକୁ ପୀଡ଼ା ନ ଦିଏ, ତାକୁ କେହି ପୀଡ଼ା ଦିଏ ନାହିଁ। ଓ ଯିଏ ହର୍ଷ ବିଷାଦ ଭାବ ଛାଡ଼ି ବିଶ୍ୱକୁ ବ୍ରହ୍ମମୟ ଦେଖେ, ତାର ମନରେ ଭୟ ନଥାଏ, ମୋର ସେ ପ୍ରିୟ ଅଟେ। ଦ୍ରବ୍ୟରେ ଆସକ୍ତି ନଥାଇ ଲୋଭଶୂନ୍ୟ, ଯାର ବାହ୍ୟ ଅନ୍ତର ଶୁଚି, ଆଳସ୍ୟହୀନ ଉଦାସୀ, ନିଷ୍କାମ ଭାବେ ସର୍ବକର୍ମ କରେ, ସେ ମୋର ପ୍ରିୟ। ପ୍ରିୟେ ପଦାର୍ଥେ ହର୍ଷ ଶୂନ୍ୟ, ଅପ୍ରିୟ ନୁହଁଇ ବିବର୍ଣ୍ଣ। ଦ୍ୱେଷ ଶୋକ କାମନାହୀନ, ପାପ ପୁଣ୍ୟ ନଥାଏ ମନ। ଶୁଭାଶୁଭରେ ସେହି ନାହିଁ, ମୋ ଅନୁରାଗୀ ପ୍ରିୟ ସେହି। ଶତ୍ରୁ ମିତ୍ରରେ ଭାବ ସମ, ମାନ ଅପମାନକୁ ସମ। ଉଷ୍ମ ଶୀତ ଦୁଃଖ ସୁଖରେ, ସମାନ ଭାବେ ଯେ ମନରେ। ସମସ୍ତ ସଙ୍ଗକୁ ତେଜଇ, ମୋହର ପ୍ରିୟ ସେ ଅଟଇ। ଶୁଣ ମୋ ଭକ୍ତଙ୍କ ଲକ୍ଷଣ, ତୋତେ କହୁଛି ଅରଜୁନ। ନିନ୍ଦା ପ୍ରଶଂସା ସମମଣେ, କଥା ନ କହେ ଅକାରଣେ। ଯାହା ମିଳିଲେ ତୋଷ ହୁଏ, ଅଳ୍ପ ବହୁତ ସେ ନ କହେ। ନିର୍ଦ୍ଦିଷ୍ଟ ଘର ଯେ ନଥାଏ, ସର୍ବସ୍ଥାନ ତା ଘର ହୁଏ। ମୋଠାରେ ମନ ରଖେ ସ୍ଥିର, ସେ ପ୍ରିୟ ଅଟଇ ମୋହର। ଯେଉଁମାନେ ମୋର ଭାବରେ ମଜିଥାନ୍ତି, ସେମାନେ ପ୍ରିୟ ପଦାର୍ଥରେ ଖୁସି ହୁଅନ୍ତି ନାହିଁ, ଅପ୍ରିୟ ପଦାର୍ଥରେ ଦୁଃଖ କରନ୍ତି ନାହିଁ। ରାଗ, ହିଂସା, କାମନା ଶୂନ୍ୟ, ପାପ ପୁଣ୍ୟ ଶୁଭାଶୁଭ ଜାଣେ ନାହିଁ, ସେମାନେ ସର୍ବଦା ଅନୁରାଗୀ ହେତୁ ମୋର ପ୍ରିୟ ଅଟନ୍ତି। ମୋର ଯେ ଭକ୍ତ, ସେ ନିନ୍ଦା ପ୍ରଶଂସା ଅଳ୍ପ ବହୁତ ବାରେ ନାହିଁ, ଅକାରଣେ ଗୁଡ଼ାଏ କହେ ନାହିଁ। ତାର ଘର ଥାଉ ବା ନଥାଉ, ସବୁଠାରେ ଘର ମନ କରେ, ମୋଠାରେ ମନକୁ ସ୍ଥିର ରଖେ, ସେପରି ଭକ୍ତ ମୋର ପ୍ରିୟ। ପୂର୍ବେ ଯେ ଅମୃତ ସମାନ, ଧର୍ମର ବୁଝେ ଯେହୁ ମର୍ମ। ମନକୁ ମୋର ଧ୍ୟାନେ ଥୋଇ, ମୋ ଉପାସନାକୁ କରଇ। ମୋହର ଠାରେ ଶ୍ରଦ୍ଧା କରେ, ସେ ମୋର ପ୍ରିୟ ଏ ସଂସାରେ। ଏ ଭାବ କରିଣ ଧ୍ୟାନ, ବାସୁଦେବର ଯାଉ ଦିନ। ଯେ ଅମୃତ ସମ ଧର୍ମର ମର୍ମ ବୁଝି, ମନକୁ ମୋଠାରେ ସମାପ୍ତି ମୋର ଧ୍ୟାନ କରେ, ସେ ମୋର ପ୍ରିୟ ଅଟେ।
इति श्रीमहाभारते शतसहस्रां संहितायां 82 भीष्मपर्वणि श्रीभगवद्गीतासूपनिषत्सु ब्रह्मविद्यायां योगशास्त्रे श्रीकृष्णार्जुनसंवादे भक्तियोगो नाम 12 अध्याय।